ତକିଆ ତଳେ ଟଙ୍କା ରଖିଲେ କ'ଣ ହୁଏ? ଦିପହରେ ଭାତ ଖାଇବା ପରେ ନିଦ ଆସେ କାହିଁକି? କେଉଁ ଗଛର ପତ୍ର ଖାଇଲେ ଗାଢ଼ ନିଦ ହୁଏ? ସୁଇମିଂ ପୁଲରେ ଗାଧୋଇଲେ ଆଖି ଲାଲ ପଡ଼େ କାହିଁକି? ଚାହା ସହ କ'ଣ ଖାଇଲେ ଗଣ୍ଠି ଯନ୍ତ୍ରଣା କମେ? ଏବେ ଡିଟେଲ୍ସ। ବାଘ ସିଂହ ଲଢ଼େଇ ହେଲେ କିଏ ଜିତିବ? ବାଘ ଓ ସିଂହ ଭିତରେ ଯଦି 25 ଥର ଲଢ଼େଇ ହୁଏ ତେବେ ସିଂହ ମାତ୍ର 2ରୁ 3 ଥର ଜିତିବ। କେଉଁ ଦେଶରେ କୁକୁଡ଼ା ନୀଳ ରଙ୍ଗର ଅଣ୍ଡା ଦିଅନ୍ତି? ଚୀନ। କ'ଣ ଖାଇଲେ ମଣିଷ ମୋଟା ହେଇଯାଏ? ଖିସମିସ୍। ବିନା ଅମ୍ଳଜାନରେ ମଣିଷର ମସ୍ତିଷ୍କ କେତେ ସମୟ କାମ କରିପାରେ? 5ରୁ 10 ମିନିଟ୍। କେଉଁ ଦେଶରେ ଅଳସୁଆମାନଙ୍କର ପ୍ରତିଯୋଗିତା ହୁଏ? ଜାପାନ ଦେଶରେ। ଯେଉଁ ବ୍ୟକ୍ତି କିଛି ନ କରି କେବଳ ଶୋଇ ଶୋଇ ଅଧିକ ସମୟ ବିତାଇପାରେ ସେ ହିଁ ବିଜୟୀ ହୁଏ। ସକାଳେ ଖାଲି ପେଟରେ ରସୁଣ ଖାଇଲେ କ'ଣ ହୁଏ? ରକ୍ତଚାପ କମେ, ରୋଗ ପ୍ରତିରୋଧକ ଶକ୍ତି ବଢ଼େ, ହଜମ କ୍ଷମତା ବଢ଼େ, ହୃଦଯନ୍ତ୍ର ସ୍ୱାସ୍ଥ୍ୟ ଭଲ ରହେ। ପ୍ରତିଦିନ କ'ଣ ପିଇଲେ ଉଚ୍ଚତା ବଢ଼ିବାରେ ସାହାଯ୍ୟ କରେ? କ୍ଷୀର। ସୁସ୍ଥ ରହିବା ପାଇଁ 24 ଘଣ୍ଟାରୁ କେତେ ଘଣ୍ଟା ଶୋଇବା ଦରକାର? 6ରୁ 8 ଘଣ୍ଟା। ସୁଇମିଂ ପୁଲରେ ଗାଧୋଇଲେ ଆଖି ଲାଲ ପଡ଼େ କାହିଁକି? କାରଣ ସୁଇମିଂ ପୁଲରେ ୟୁରିନ୍ ଥାଏ। ଦେହରୁ ଭିଟାମିନ୍ ସି କମିଗଲେ କି ସମସ୍ୟା ହୁଏ? ଦାନ୍ତର ସମସ୍ୟା, ତ୍ୱଚାର ସମସ୍ୟା ହୁଏ, ଦୁର୍ବଳ ଲାଗେ, ଏମିତିକି ରକ୍ତହୀନତା ଦେଖାଦେଇପାରେ। କେଉଁ ଫଳ ଖାଇଲେ ହଜମ ଶକ୍ତି ବଢ଼େ? କଦଳୀ। ମୋବାଇଲର କିପ୍ୟାଡ୍ ଏହାର ସବୁ ସଂଖ୍ୟାକୁ ଗଣନ କଲେ କେତେ ହେବ? ଗୁଣଫଳ 0 ହେବ। ପରୀକ୍ଷା ଆଗରୁ ଚକୋଲେଟ୍ ଖାଇଲେ କ'ଣ ହେବ? କିଛି ଦିନ ପାଇଁ ମନେ ରଖିବାର କ୍ଷମତା ବଢ଼ିଯିବ। ଶରୀରରେ ଅତିରିକ୍ତ ଝାଳ କେଉଁ ରୋଗର ଲକ୍ଷଣ ହୋଇପାରେ? ହୃଦରୋଗ କିମ୍ବା ଡାଇବେଟିସ୍। କ'ଣ ଖାଉ ଖାଉ ପିଆଜ କାଟିଲେ ଆଖି ଜଳେ ନାହିଁ? ଚୁଇଙ୍ଗମ୍। କ୍ଷୀର ପିଇବା ପରେ କ'ଣ ଖାଇବା ମାରାତ୍ମକ? ଅନାରସ, କମଳା ଲେମ୍ବୁ ଏବଂ କୋଲ୍ଡ ଡ୍ରିଙ୍କସ୍ ହିଁ ମାରାତ୍ମକ। କେଉଁ ଦେଶର ଲୋକେ ଅଧିକ ଚା ପିଅନ୍ତି? ଚୀନ। ପ୍ରତିଦିନ ଅଣ୍ଡାର କେଶର ଖାଇଲେ କ'ଣ ହୁଏ? ଶରୀରରେ କୋଲେଷ୍ଟରଲ ମାତ୍ରା ବଢ଼ିଯାଏ। କେଉଁ ଦେଶର ଲୋକେ ସବୁଠୁ ଅଧିକ ଚକୋଲେଟ୍ ଖାଆନ୍ତି? ସୁଇଜରଲ୍ୟାଣ୍ଡ। କେଉଁ ଗଛର ପତ୍ର ଖାଇଲେ ଅଧିକ ନିଦ ହୁଏ? ଥାଲକୁଡ଼ି ଗଛର ପତ୍ର ଖାଇଲେ ଅଧିକ ନିଦ ହୁଏ। କ୍ଷୀରରେ ଭିଜାଇ ରୁଟି ଖାଇଲେ କ'ଣ ହୁଏ? ଦେହ ପାଇଁ ଭଲ, କାରଣ ପେଟ ଦୀର୍ଘ ସମୟ ଭର୍ତ୍ତି ରହେ, ରକ୍ତ ଶର୍କରା ମାତ୍ରା ନିୟନ୍ତ୍ରଣରେ ରହେ ଏବଂ ଶରୀର ଯଥେଷ୍ଟ ପ୍ରୋଟିନ୍ ପାଏ। ତକିଆ ତଳେ ଟଙ୍କା ରଖିଲେ କ'ଣ ହୁଏ? ଟଙ୍କା ସବୁବେଳେ ସୁରକ୍ଷିତ ସ୍ଥାନରେ ରଖିବା ଦରକାର, କିନ୍ତୁ ତକିଆ ତଳେ ଯଦି ରଖିବେ ତେବେ ନିଦରେ ବ୍ୟାଘାତ ସୃଷ୍ଟି ହେବ। ଏହା ମନସ୍ତତ୍ତ୍ୱ। ବେଶୀ ଚିନ୍ତା କଲେ ମୁହଁରେ ବ୍ରଣ ହୁଏ କାହିଁକି? ସହଜ ଭାଷାରେ ଖାଦ୍ୟାଭ୍ୟାସ ଓ ଦେହରେ ହରମୋନର ପରିବର୍ତ୍ତନ ହୁଏ, ନିଦ କମ୍ ହୁଏ, ଫଳରେ ବ୍ରଣ ବାହାରେ। ମହୁ ସହ କ'ଣ ମିଶାଇ ଖାଇଲେ ସ୍ମୃତିଶକ୍ତି ବଢ଼େ? ମହୁ ସହ କଳା ଜିରା। ଦ୍ୱିପହରେ ଭାତ ଖାଇବା ପରେ ନିଦ ଆସେ କାହିଁକି? ପ୍ରକୃତରେ ଭାତରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍ ରହିଛି ବା ଶର୍କରା ରହିଛି। ଏହା ଶରୀର ଭିତରକୁ ଯିବା ମାତ୍ରେ ଗ୍ଲୁକୋଜରେ ବଦଳିଯାଏ। ତେବେ ଏହି ପ୍ରକ୍ରିୟା ପାଇଁ ମେଲାଟୋନିନ୍ ଓ ସେରୋଟୋନିନ୍ ନାମକ 2ଟି ହରମୋନ ସାହାଯ୍ୟ କରେ। ତେଣୁ ଆମ ଶରୀରରେ ଏହି 2 ହରମୋନର ପ୍ରଭାବ ବଢ଼ିଯିବା ଫଳରେ ଦ୍ୱିପହରେ ଖାଇବା ପରେ ନିଦ ଆସେ। ମାଛ ସହ କ'ଣ ଖାଇଲେ ଦେହରେ ଧଳା ଦାଗ ହୁଏ? ମାଛ ସହ କ୍ଷୀର ଖାଇଲେ ଆଲର୍ଜି ହୁଏ, ତ୍ୱଚାରେ ସମସ୍ୟା ହୁଏ, ଧଳା ଦାଗ ମଧ୍ୟ ଦେଖିବାକୁ ମିଳେ। ପୃଥିବୀର କେଉଁ ଦେଶରେ ସବୁଠୁ ଅଧିକ ଘୂର୍ଣ୍ଣିଝଡ଼ ହୁଏ? ମେକ୍ସିକୋ। ଦିନକୁ 2ଟା ଅଣ୍ଡା ଖାଇଲେ ଶରୀରରେ କି ପ୍ରଭାବ ପଡ଼େ? ଶକ୍ତି ବଢ଼େ, ଦୃଷ୍ଟି ଶକ୍ତି ବଢ଼େ। ରାତିରେ ନିଦ ନ ହେଲେ କ'ଣ କରିବେ? ବିଶେଷଜ୍ଞମାନେ କହନ୍ତି ରାତିରେ ଶୋଇବାକୁ ଯିବାବେଳେ ଦ୍ରୁତ ଭାବେ ଆଖିର ପଲକ ପକାନ୍ତୁ ଖୋଲନ୍ତୁ, ପକାନ୍ତୁ ଉଠାନ୍ତୁ, ଫଳରେ ନିଦ ଆସିପାରେ। ଚା ସହିତ କ'ଣ ଖାଇଲେ ଗଣ୍ଠି ଯନ୍ତ୍ରଣା କମେ? ଚାହା ସହ ତେଜପତ୍ର ଖାଇଲେ ଗଣ୍ଠି ଯନ୍ତ୍ରଣା କମେ।
ରାତିରେ ନ ଖାଇ ଶୋଇଲେ ଶରୀରରେ କେଉଁ ରୋଗ ବସା ବାନ୍ଧେ? ନିଦ ତ ହୁଏ ନା ଏବଂ ଡାଇବେଟିସ୍ର ସମ୍ଭାବନା ବଢ଼େ। ରାତିରେ କ'ଣ ଖାଇ ଶୋଇଲେ ଗାଢ଼ ନିଦ ହୁଏ? ମିଠା ଆଳୁ। କେଉଁ ତେଲ ଆମ କେଶ ପାଇଁ ସବୁଠୁ ଉପକାରୀ? ଶୁଦ୍ଧ ନଡ଼ିଆ ତେଲ। ଖାଦ୍ୟ ପରେ ଆଇସ୍କ୍ରିମ୍ ଖାଇଲେ କ'ଣ ହୁଏ? ଖାଦ୍ୟ ହଜମ ହେବାରେ ଅସୁବିଧା କରେ, ଥଣ୍ଡା ହୋଇପାରେ। ରାତିରେ କେଉଁ ଖାଦ୍ୟ ଖାଇ ଶୋଇଲେ ଘୁଙ୍ଗୁଡ଼ି ହୁଏ ନା? ଶୋଇବା ଆଗରୁ ରସୁଣ ଖାଇଲେ ଘୁଙ୍ଗୁଡ଼ି ବନ୍ଦ ହୋଇଯାଏ। କ'ଣ ଖାଇଲେ ପେଟରେ ଜମିଥିବା ଗ୍ୟାସ୍ ବାହାରିଯାଏ? ମେଥି ପାଣି। ଭାତ ଖାଇ କ'ଣ ଖାଇଲେ ଲିଭର ସମସ୍ୟା ବଢ଼େ? ଭାତ ଖାଇ କୋଲ୍ଡ ଡ୍ରିଙ୍କସ୍ ପିଇଲେ ଲିଭର ସମସ୍ୟା ବଢ଼େ। ଖାଲି ପେଟରେ କାକୁଡ଼ି ଖାଇଲେ କେଉଁ ରୋଗ ଭଲ ହୁଏ? ପେଟରେ ପଥର। ଗଳାରେ ମାଛକଣ୍ଟା ଲାଗିଲେ କେଉଁ ପାଣି ପିଇବେ? ଲୁଣ ଓ ଲେମ୍ବୁ ପାଣି। ଅତିରିକ୍ତ ଚିନ୍ତା କଲେ ପରିଣାମ କ'ଣ ହୁଏ? ମୁଣ୍ଡ ବ୍ୟଥା, ଉଚ୍ଚ ରକ୍ତଚାପ ଓ ମଧୁମେହର ଆଶଙ୍କା ବଢ଼େ। ସୁସ୍ଥ ରହିବା ପାଇଁ ପ୍ରତିଦିନ କେତେ ଘଣ୍ଟା ଚାଲିବା ଦରକାର? ଅତି କମ୍ରେ 30 ମିନିଟ୍। ଖାଦ୍ୟ ପରେ କ'ଣ ଖାଇଲେ ଖାଦ୍ୟ ସହଜରେ ହଜମ ହୁଏ? ଅଁଳା। ବାରମ୍ବାର ପରିସ୍ରା ହେବା କେଉଁ ରୋଗର ଲକ୍ଷଣ ହୋଇପାରେ? ମଧୁମେହ। ସକାଳେ ଉଠି କ'ଣ ଦେଖିଲେ ଦୃଷ୍ଟିଶକ୍ତି ପ୍ରଖର ହୁଏ? ସବୁଜ ଗଛପତ୍ର। କେତେବେଳେ ଫଳ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ? ରାତିରେ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ସକାଳେ କ୍ଷୀର ସହ କ'ଣ ଖାଇଲେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ଼ ପ୍ରେସର ଦ୍ରୁତ ନିୟନ୍ତ୍ରଣକୁ ଆସେ? ସକାଳେ କ୍ଷୀର ସହ ଅଟାରେ ତିଆରି ରୁଟି ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣକୁ ଆସେ। ଖାଲି ପେଟରେ କ'ଣ ଖାଇଲେ ସ୍ମୃତି ଶକ୍ତି ବଢ଼େ? ବାଦାମ। ରାତ୍ରି ଭୋଜନ ପରେ ଚା କି କଫି ପିଇଲେ କ'ଣ ହୁଏ? ହଜମ ସମସ୍ୟା ସୃଷ୍ଟି ହୋଇପାରେ। କ୍ଷୀର ସହ କ'ଣ ଖାଇଲେ କ୍ୟାନ୍ସର ହୁଏ? କ୍ଷୀର ପିଇବା ପୂର୍ବରୁ ବା ପରେ ମାଛ, ମାଂସ, ଅଣ୍ଡା ଖାଇଲେ କ୍ୟାନ୍ସର ହେବାର ସମ୍ଭାବନା ବଢ଼େ। କେଉଁ ଗଛରୁ ବିଭିନ୍ନ ରୋଗର ଔଷଧ ପ୍ରସ୍ତୁତ ହୁଏ? ସେ ଗଛର ନାଁ ସଦାବାହାର। ବାଂଲା ଓ ହିନ୍ଦୀରେ ନୟନତାରା କହନ୍ତି। କହିପାରିବେ କି ଏଇ ଫୁଲକୁ ଉଦ୍ଭିଦ ବିଜ୍ଞାନ ଭାଷାରେ କ'ଣ କହନ୍ତି? କଦଳୀ ମଞ୍ଜା ଖାଇଲେ କେଉଁ ରୋଗ ଭଲ ହୁଏ? କୋଷ୍ଠକାଠିନ୍ୟ। ଶୋଇବା ଆଗରୁ କ'ଣ ଖାଇଲେ ହାର୍ଟ ଆଟାକ୍ର ସମ୍ଭାବନା କମେ? ଶୋଇବାର 30ରୁ 40 ମିନିଟ୍ ଆଗରୁ ପାଣି ପିଇଲେ ହାର୍ଟ ଆଟାକ୍ର ସମ୍ଭାବନା କମେ। କ'ଣ ଖାଇଲେ କେଶ ଝଡ଼ିବା ବନ୍ଦ ହୋଇପାରେ? ପଇଡ଼ ପାଣି। ଗରିଷ୍ଠ ଖାଦ୍ୟ ଖାଇ କ'ଣ ଖାଇଲେ ଖାଦ୍ୟ ଶୀଘ୍ର ହଜମ ହୁଏ? ହାଲକା ଉଷୁମ ପାଣି। କେଉଁ ଭିଟାମିନ୍ ଅଭାବରେ ଆମକୁ ନିଦ ହୁଏ ନା? ଭିଟାମିନ୍ ଡି, ଏ। କେଉଁ ଡାଲି ଷ୍ଟ୍ରୋକ୍ର ସମ୍ଭାବନା କମାଏ? ମୁଗ ଡାଲି। ଭାରତରେ କେଉଁ ଅଞ୍ଚଳକୁ ଚିକେନ୍ ନେକ୍ କହନ୍ତି ଆଉ ତାହା କାହିଁକି ସ୍ପର୍ଶକାତର? ପଶ୍ଚିମବଙ୍ଗରେ ଥିବା ସିଲିଗୁରି କରିଡରକୁ ଚିକେନ୍ ନେକ୍ କହନ୍ତି। ଏ କରିଡର ପୂର୍ବାଞ୍ଚଳରେ 7 ଭଉଣୀ ବା 7 ରାଜ୍ୟକୁ ଭାରତର ମୂଳ ଭୂଖଣ୍ଡ ସହ ଯୋଡ଼ୁଛି। କରିଡରର ପ୍ରସ୍ଥ 22 କିଲୋମିଟର। ଏଥିପାଇଁ ସ୍ପର୍ଶକାତର କାରଣ ଏହି କରିଡର ବା ରାସ୍ତା ଶତ୍ରୁ ଦେଶ କବ୍ଜାକୁ ଆସିଗଲେ ଭାରତ 2 ଖଣ୍ଡ ହୋଇଯିବାର ସମ୍ଭାବନା ରହିଛି। ଏବେ ଆପଣଙ୍କୁ ପ୍ରଶ୍ନ, କହନ୍ତୁ ଏହି କରିଡରକୁ କେଉଁ 4ଟି ଦେଶର ସୀମା ଲାଗିଛି?